କର୍ମଜୀବୀ ମହିଳା ହୋଇଥିଲେ ଆପଣ ଯେତେ ସମୟ ଘରେ ରହୁଛନ୍ତି ଯଥା ସମ୍ଭବ ପିଲା ପାଇଁ ଅଧିକ ସମୟ ଦିଅନ୍ତୁ। ତା ସହ ଖେଳନ୍ତୁ, ଗପ କରନ୍ତୁ। ତାର କ'ଣ ସବୁ ଅସୁବିଧା ହେଉଛି ତାକୁ ଅନୁଧ୍ୟାନ କରନ୍ତୁ। ଅଫିସ ଯିବା ସମୟରେ ପିଲାକୁ ଲୁଚି କରି ଯାଆନ୍ତୁ ନାହିଁ। ତାକୁ ବୁଝେଇ ଖୁସି କରି ତାଠାରୁ ବିଦାୟ ନିଅନ୍ତୁ। ଅଫିସ ଯିବା ସମୟରେ ପିଲାକୁ କନ୍ଦାନ୍ତୁ ନାହିଁ କିମ୍ବା ସେ କାନ୍ଦିବା ସମୟରେ ଅଫିସ ଯାଆନ୍ତୁ ନାହିଁ। ଯଦି ଆପଣଙ୍କ କର୍ମକ୍ଷେତ୍ର ଘରଠାରୁ ଅଳ୍ପ ଦୂରରେ ହୋଇଥାଏ ତେବେ ମଝିରେ ଥରେ ଆସି ତାକୁ ଦେଖି ଯାଆନ୍ତୁ କିମ୍ବା ଯଦି ଫୋନର ସୁବିଧା ଥାଏ ତେବେ ଘରକୁ ଅନ୍ତତଃ ଥରେ ଫୋନ କରନ୍ତୁ। ପିଲା ଅସୁସ୍ଥ ହୋଇଥିବା ସମୟରେ ଛୁଟି ନେଇ ତା ପାଖେ ପାଖେ ରୁହନ୍ତୁ। ଘରକୁ ଫେରି ଯେତେ କଷ୍ଟ ହେଉ ପଛେ ପ୍ରଥମେ ପିଲା କଥା ଶୁଣନ୍ତୁ। ତା ସହ ହସ ହସ ମୁହଁରେ କଥାବାର୍ତ୍ତା କରନ୍ତୁ। ତା ଉପରେ ଆଦୌ ବିରକ୍ତ ହୁଅନ୍ତୁ ନାହିଁ। ଏହାଦ୍ୱାରା ଆପଣ ଦିନଯାକ ତାଠାରୁ ଦୂରେଇ ରହିବାର ଦୁଃଖ ସେ ଭୁଲିଯିବ। ବନ୍ଧୁ, ଜୀବନରେ ଯେତେ ବଡ଼ ସମସ୍ୟା ଆସିଲେ ବି ଜଗା ଉପରେ ଭରସା ରଖିବେ। ଦେଖିବେ ସେ ସବୁ କିଛି ଠିକ୍ କରିଦେବେ। ଯେ କଷ୍ଟ ସେଇଟା ନୁହେଁ ଯାହା ସହି ହୁଏ ନାହିଁ। କଷ୍ଟ ତ ସେଇଟା ଯାହା କେବେ କାହାକୁ କହି ହୁଏ ନାହିଁ। ନିରବଚ୍ଛିନ୍ନ ପ୍ରୟାସର ଅଭାବ। ଯେତେବେଳେ ସମସ୍ୟା ଗୁଡ଼ିକ ଜଟିଳ ଏବଂ ଅଲଙ୍ଘନୀୟ ମନେ ହୁଅନ୍ତି ସେ ସବୁକୁ ଏଡ଼ାଇ ଯିବା ସବୁଠୁ ସହଜ ବାଟ ବୋଲି ଜଣାପଡ଼େ। ଏହା ପ୍ରତିଟି ବିବାହ, ଚାକିରି ଏବଂ ସମ୍ପର୍କ କ୍ଷେତ୍ରରେ ବି ସତ। ବିଜେତାମାନେ କଷ୍ଟ ବରଣ କରନ୍ତି କିନ୍ତୁ ହାରି ଯାଆନ୍ତି ନାହିଁ, ନଷ୍ଟ ହୋଇଯାଆନ୍ତି ନାହିଁ। ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ବାଧା ବିପତ୍ତି ରହିଛି। ବିଫଳ ହେବାର ଅର୍ଥ ନୁହେଁ ଯେ ଆମେ ସମ୍ପୂର୍ଣ୍ଣ ଭାବରେ ପରାଜିତ ହୋଇଯାଇଛୁ। ଅନେକ ଲୋକ ବିଫଳ ହୁଅନ୍ତି କାରଣ ନୁହେଁ ଯେ ସେମାନଙ୍କର ଜ୍ଞାନ ବା ଧୀଶକ୍ତିର ଅଭାବ ରହିଛି। କାରଣ ହେଉଛି ସେମାନେ ସମ୍ଭାବନା ସବୁକୁ ଏଡ଼ାଇ ଯାଆନ୍ତି। ନିରବଚ୍ଛିନ୍ନ ପ୍ରୟାସ ଏବଂ ପ୍ରତିରୋଧ ଶକ୍ତି ଏ ଦୁଇଟି ଶବ୍ଦରେ ସଫଳତାର ଅସଲ ରହସ୍ୟ ଲୁଚି ରହିଛି। ଯାହା ନିଶ୍ଚୟ କରାଯିବା ଉଚିତ ସେଇଥିରେ ଲାଗି ରହନ୍ତୁ। ନିରନ୍ତର ପ୍ରୟାସ ଜାରି ରଖନ୍ତୁ ଏବଂ ଯାହା କରାଯିବା ଉଚିତ ନୁହେଁ ତାହାକୁ ପ୍ରତିରୋଧ କରନ୍ତୁ। ବୀର ଅନ୍ୟମାନଙ୍କ ଠାରୁ ପ୍ରକୃତରେ ଅଧିକ ସାହସୀ ନୁହେଁ। ସିଏ କେବଳ ଅନ୍ୟମାନଙ୍କ ଠାରୁ 10 ମିନିଟ ଅଧିକ ସମୟ ଧରି ସାହସୀ ହୋଇପାରେ। ଜୟ ଶ୍ରୀ ଜଗନ୍ନାଥ।